ମୋ ନାଁ ହେଲା ଜୁଲିଆନ୍ ନାୟକ। ମୁଁ ଜେଜେ ଇଣ୍ଟେରିୟର ପ୍ରୋପ୍ରାଇଟର ଅଛି। ଜୁଲିଆନ୍ ବାବୁ, ଏ ଯେଉଁ କୁହାଯାଉଛି ଆଜିକାଲି ବେମାର ବଢ଼ି ଚାଲିଛି, ଲୋକେ ଜ୍ୱର ହଉ ଥଣ୍ଡା ହଉ ବଡ଼ ବେମାର ରହୁଛି। କ'ଣ ଆପଣଙ୍କ ତ କ'ଣ ଆଭେଲେବୁଲ୍ ଅଛି, କେଉଁ ପ୍ରଡ଼କ୍ଟ ରହୁଛି ଆମର? ଆମ ପାଖରେ କଲାପ୍ସିବଲ୍ ମସ୍କିଟୋ ନେଟ୍ ଅଛି, ଯେଉଁଟାକି ଦିନବେଳେ ଆପଣ ବନ୍ଦ କରି ରଖିପାରିବେ, ରାତି ହେଲେ ଖୋଲି ଦେଇପାରିବେ। ପ୍ଲିଟେଡ୍ ମେସ୍, ଏଇଟା ବହୁତ କମ୍ ପ୍ରାଇସ୍ରେ ବି ଆମେ ଦେଉଛୁ। ଏଇଟା ସର୍ଭିସ୍ ବି ଦେଉଛୁ। ୱାନ୍ସ ଇନଷ୍ଟଲ୍ ହେଲା ପରେ 2 ବର୍ଷ ଯାଏଁ ଆମେ ୱାରେଣ୍ଟି ଦେଉଛୁ। 2 ବର୍ଷ ପରେ ବି ଯଦି କିଛି ପ୍ରୋବ୍ଲେମ୍ ହେଲା ଆମେ ସର୍ଭିସ୍ ପ୍ରୋଭାଇଡ଼ କରୁଛୁ। ଆଜ୍ଞା, ଦେଖିବାକୁ ଗଲେ ମ୍ୟାଲେରିଆ ହଉ ଡେଙ୍ଗୁ ଯେତେବେଳେ ଯାହା ହେଉଛି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ତାପରେ ଜୀବନ ପ୍ରତି ବିପଦ ରହୁଛି। ଏଇଟା ଗୋଟେ ଭଲ ଜିନିଷ ଯିଏକି ଓଡ଼ିଶାରେ ଆପଣ ଷ୍ଟାର୍ଟ କରିଛନ୍ତି, କହିପାରିବ? ହଁ, ବହୁତ ଭଲ ଜିନିଷ। ଯେଉଁମାନେ ଚାହିଁବେ ନେବା ପାଇଁ ଆପଣଙ୍କ ସହିତ କଣ୍ଟାକ୍ଟ କେମିତି କରିବେ? ଆପଣଙ୍କ ଅଫିସ୍ କେଉଁଠି? ଆମର IRC ଭିଲେଜରେ ଅଫିସ୍ ଅଛି। ଆମର ପ୍ରାୟ ଅନଲାଇନ୍ରେ କଣ୍ଟାକ୍ଟ କରନ୍ତି। ଆମ ନମ୍ବରରେ କଣ୍ଟାକ୍ଟ କଲେ ଆମେ ଆମ ପିଲା ଯାଇକି ଭିଜିଟ୍ କରିବେ, ମେଜରମେଣ୍ଟ ନେଇକି ଆସି ଆମ ୱାର୍କସପ୍ରେ ପ୍ରିପେୟାର ହେଇକି ଯାଇକି ଇନଷ୍ଟଲ୍ କରିଦେଉଛୁ। କେତେ ବର୍ଷର ସଂସ୍ଥା ଆପଣଙ୍କର? ଆମର ପାଖାପାଖି 12 ବର୍ଷର ସଂସ୍ଥା ହେଲାଣି। ଯେତେବେଳେ ପଚାରିବେ ଆପଣ ସେଠି କହିବେ। ଆଜ୍ଞା, ଦେଖିବାକୁ ଗଲେ ବହୁତ ଗୁଡ଼ିଏ ଜାଗାରେ ଘର ହେଉଛି, ବିଲ୍ଡିଂ ହେଉଛି, କୋଟି କୋଟି ଟଙ୍କା ଖର୍ଚ୍ଚ କରାହେଉଛି, କିନ୍ତୁ ସେଫ୍ଟି କଥା କୁହାଯାଉଛି। ବନ୍ୟପ୍ରାଣ ପଶୁ ହଉ କି ମଶା କଥା ଯେଉଁ କହିଲେ, ତାଙ୍କ ପାଇଁ ଗୋଟେ ସୁବିଧା করে ଆପଣ ଯୋଗାଇ ଦେବେ କି? ହଁ, ନିଶ୍ଚିତ। ମସ୍କିଟୋ ନେଟ୍ ଯଦି ଆପଣ ଲଗାଇବେ, କଲାପ୍ସିବଲ୍ ମସ୍କିଟୋ ନେଟ୍, ଆପଣଙ୍କ ସାପ ମଶା ମାଛି ପୋକ କିଛି ପଶି ପାରିବେନି। ଆଉ ଯଦି ସେଫ୍ଟି ପାଇଁ ଆପଣ କହିବେ ତ ବାଲକୋନି ମାନଙ୍କରେ ଇନଭିଜିବୁଲ୍ ଗ୍ରିଲ୍ ଆମେ ପ୍ରୋଭାଇଡ଼ କରୁଛୁ। ଯେଉଁ ଘର ସବୁ ଥାଏ, ଲୁଗା ଶୁଖେଇବା ପାଇଁ ସବୁଠୁ ବଡ଼ ସମସ୍ୟା ଥାଏ ବାଲକୁନିରେ, ଛୋଟ ଜାଗା ଥାଏ, ତା ପାଇଁ କି କ'ଣ କରାହେଉଛି, ଆପଣ ପ୍ଲାନିଂ କରୁଛନ୍ତି? ଲୁଗା ଶୁଖାଇବା ପାଇଁ ଆମ ପାଖରେ ବହୁତ ବଢ଼ିଆ ଜିନିଷ ଅଛି, ଯେଉଁଟାକି ଆଜିକାଲି ତ ଲୁଗା ଶୁଖାଇବା ପାଇଁ ପ୍ରାୟ ଜାଗାର ଅଭାବ ଅଛି। ଫ୍ଲାଟ୍ ମାନଙ୍କରେ, ଡୁପ୍ଲେକ୍ସ ମାନଙ୍କରେ ଯେଉଁଠି ବି ଆମ ପାଖରେ ସିଲିଂ ହ୍ୟାଙ୍ଗର ସବୁ ଅଛି। ସେଇଟା ଆପଣ ଯଦି ଇନଷ୍ଟଲ୍ କରିବେ, କମ୍ ଜାଗାରେ ଅଧିକ ଲୁଗା ଆପଣ ଶୁଖାଇ ପାରିବେ। ଘରେ ଆଉ ରସି ଟାଙ୍ଗିବାକୁ ପଡ଼ିବନି, କୌଣସି ଷ୍ଟାଣ୍ଡ ୟୁଜ୍ କରିବାକୁ ପଡ଼ିବନି। ସ୍ପେସ୍ ସେଭିଂ ପ୍ରଡ଼କ୍ଟ, ମାନେ ବହୁତ ଜାଗାରେ ମଶା ଇଏ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଛି। ଆଜ୍ଞା, ଆପଣ ପାଖକୁ ଲୋକ କାହିଁକି ଆସିବେ? ଆଜ୍ଞା, ମାର୍କେଟରେ ଯେଉଁ ଜିନିଷ ଅଛି ସେଇଟା ଆପଣ ଯଦି ଇନଷ୍ଟଲ୍ କରିବେ, ଯାହା ଶସ୍ତା ଜିନିଷ ସବୁ ମିଳୁଛି, ଯାହାଫଳରେ କି ଆପଣ ଯଦି ଇନଷ୍ଟଲ୍ କରିବେ କିଛି ଚିରା ଚିରିକି ଯାହା ବି କିଛି ପ୍ରୋବ୍ଲେମ୍ ହେଲେ କେହି ସର୍ଭିସ୍ ଆପଣଙ୍କୁ ଦେବେନି। ଆମ ପାଖରେ ଯେଉଁ ପ୍ରଡ଼କ୍ଟ ମିଳୁଛି ସେଇଟା ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ। ଯଦି ୱାନ୍ ଟାଇମ୍ ଯଦି ଆପଣ ଇନଭେଷ୍ଟ କଲେ ସେଇଟା ଫୋଲ୍ଡେବୁଲ୍ ଜିନିଷ। ଯେତେବେଳେ ଆପଣ କବାଟ କି ଝରକା ଖୋଲୁଛନ୍ତି, ନେଟ୍ଟା ବନ୍ଦ କରି ରଖିବେ, ଯେତେବେଳେ ଖୋଲିବେ ବନ୍ଦ କରିବେ ଇଏ କରିବେ, ମାନେ ଫୋଲ୍ଡେବୁଲ୍ ଜିନିଷ, ଯେଉଁଟାକି ବେଶୀ ମେଣ୍ଟେନାନ୍ସ ନାହିଁ, ମେଣ୍ଟେନାନ୍ସ ଫ୍ରି ଜିନିଷ। ଜାଗା କେତେ ନେବ? ଅଳ୍ପ ଜାଗା, ଇଞ୍ଚେ ଜାଗାରେ ଆପଣଙ୍କର ଇନଷ୍ଟଲ୍ ହେଇପାରିବ। ଭୁବନେଶ୍ୱରରେ ଘର ସଂଖ୍ୟା ବଢ଼ୁଛି, ଆଜ୍ଞା, କିନ୍ତୁ ଏ ପ୍ରତି ଧ୍ୟାନ ଦେଉନାହାନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଏ ପ୍ରତି ଧ୍ୟାନ ଦେଉନାହାନ୍ତି। ସେମାନଙ୍କୁ କ'ଣ କହିବେ? ଧ୍ୟାନ ଦେବା ତ ନିହାତି ଜରୁରୀ, କିନ୍ତୁ ଲୋକ ଜାଣିନାହାନ୍ତି ଏଇ ଜିନିଷ ଏଇଠି ମିଳୁଛି ବୋଲି। କିନ୍ତୁ ଆମେ ମାର୍କେଟିଂ ଏବେ କରିବା ପାଇଁ ଚେଷ୍ଟା କରୁଛୁ, ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛୁ। ସେଇ ହିସାବରେ ସୋସିଆଲ ମିଡ଼ିଆରେ ହେଲେ ଆପଣ ମାଧ୍ୟମରେ ଯେମିତି ଚେଷ୍ଟା ଚାଲିଛି ଆମର। ଜଣେ କଣ୍ଟାକ୍ଟ କରିବାକୁ ଚାହିଁଲେ ଆପଣ କେମିତି କଣ୍ଟାକ୍ଟ କରିବେ? ଆମକୁ ଜେଜେ ଇଣ୍ଟେରିୟର ନାଁରେ ଗୁଗୁଲରେ ବି ଆପଣ ସର୍ଚ୍ଚ କରି ପାଇପାରିବେ ଆମକୁ। ଆଉ ତା ସହିତ ତଳେ ଆମର ସ୍କ୍ରିନ୍ରେ ନମ୍ବର ଆସିବ, ସେଇ ନମ୍ବରରେ ଯୋଗାଯୋଗ କଲେ ଆପଣ ଆମକୁ ପାଇଯିବେ। ଆପଣ ଆମ ପାଖକୁ ଆସିବା ଦରକାର ନାହିଁ, ଖାଲି ଗୋଟେ ଫୋନ୍ କଲ୍ କରିଦେଲେ ଆମ ପିଲା ଯାଇକି ଆପଣଙ୍କୁ ଭିଜିଟ୍ କରିବେ। ଭିଜିଟ୍ କଲାପରେ କ'ଣ କେମିତି ଲାଗିବ କହିବେ, ସେଇଠି ଏଷ୍ଟିମେଟ୍ ଦେଇକି ପଳେଇ ଆସିବେ। ଆଜ୍ଞା, ଲଗେଇଲା ବେଳେ ସମସ୍ତେ କୁହନ୍ତି ଆମଠୁ ନିଅନ୍ତୁ, ଜାଲି କଥା ହଉ ହ୍ୟାଙ୍ଗର କଥା ହଉ, ଲଗେଇଲା ପରେ ପ୍ରାୟ କମ୍ପାନୀ ଫୋନ୍ ଉଠାନ୍ତିନି। ଆପଣ ସେମିତି କରିବେନି ତ? ସେମିତି ସାର୍, ଆମେ ଏବେ ଯେତିକି ବି ଆମର ଚାଲିଛି ସଂସ୍ଥା, କଷ୍ଟମର ରେଫରେନ୍ସରେ ଆମର ଚାଲିଛି। କାରଣ ଯଦି ଏମିତି ଆମେ 12 ବର୍ଷ ହେଲୁଣି ମାର୍କେଟରେ, କେବଳ କଷ୍ଟମର ଜରିଆରେ ହିଁ ଆମେ କଷ୍ଟମର ପାଉଛୁ। ଡେଲି 4-5ଟା 6ଟା ଆମେ ସାଇଟ୍ ଭିଜିଟ୍ କରୁଛୁ କଷ୍ଟମର ରେଫରେନ୍ସ। ଅଭିଯୋଗ ଏମିତି ବେଳେବେଳେ ଆସେ, ବେଳେବେଳେ ଟାଇମ୍ ବି ଦରକାର। ଯଦି ଅଭିଯୋଗ ହେଲେ ସବୁ ଦିନେ 2 ଦିନ ଲେଟ୍ ହେଇପାରେ, କିନ୍ତୁ ଆମେ ସର୍ଭିସ୍ ପ୍ରୋଭାଇଡ଼ କରୁଛୁ। ଜଣେ ଅଭିଯୋଗ କଲା ପରେ କେତେ ସମୟ ଲାଗୁଛି? ଆପଣ କେତେ ଦିନ ନେଉଛନ୍ତି ସମୟ ସାରା ଯଦି ଆଭେଲେବୁଲ୍ ଥିବ, ଆମେ 1-2 ଦିନ ବି ଆଟେଣ୍ଡ କରିବୁ, ଦରକାର 2-3 ଦିନ ଭିତରେ ଆମେ ଆଟେଣ୍ଡ କରିଦେବୁ। ସବୁଠୁ ବଡ଼ କଥା ହେଉଛି ଆଜ୍ଞା, ଯଦି ପ୍ରାଇସ୍କୁ ଦେଖିବା ତାହେଲେ ଆପଣଙ୍କର କେତେ ମୂଲ୍ୟରୁ କ'ଣ ପ୍ରଡ଼କ୍ଟ ସବୁ ଆରମ୍ଭ ହେଇଯାଉଛି? ଆମର ସାର୍ ମସ୍କିଟୋ ନେଟ୍ଟା ଯେଉଁଟା ଅଛି 200 ଟଙ୍କା ମିନିମମ୍ ପର୍ ସ୍କୋୟାର ଫିଟ୍ ଅଛି, ଯେଉଁଟାକି ସ୍ଲିମ୍ ମଡ଼େଲ୍ ଆସିବ ୱିଥ୍ ଇନଷ୍ଟଲେସନ୍। ଏଇଟା ପ୍ରାଇସ୍। ଆଉ ହେଭି ମଡ଼େଲ୍ ଗୋଟେ ରହୁଛି, ସେଇଟା 250 ଟଙ୍କା ପର୍ ସ୍କୋୟାର ଫିଟ୍ ଆସିବ ୱିଥ୍ ଇନଷ୍ଟଲେସନ୍। ଆଉ 2 ବର୍ଷ ୱାରେଣ୍ଟି ରହିବ। ହ୍ୟାଙ୍ଗର କଥା ଯଦି କରିବା, ଆଉ କ୍ଲଥ୍ ଡ୍ରାଇଂ ହ୍ୟାଙ୍ଗର ଯେଉଁଟା ରହୁଛି, ଆମର 3ଟା ଭେରାଇଟି ରହୁଛି, ଯେଉଁଟା ଗୋଟେ ୱାରେଣ୍ଟି ରହୁଛି, ଆଉ ଗୋଟେ ବର୍ଷେ ୱାରେଣ୍ଟି ରହୁଛି, ଆଉ ଗୋଟେ
5 ବର୍ଷ ୱାରେଣ୍ଟି ରହୁଛି। ତ ସେ କ୍ୱାଲିଟିକୁ ନେଇ ପଇସା ଯିଏ ଯେଉଁଟା ଚାହିଁଲା। ଆଉ ସାଇଜେସ୍ ଆସୁଛି ଆମର ରେଡ଼ିମେଡ଼ ରହୁଛି 4, 6, 8 ଫୁଟ ହ୍ୟାଙ୍ଗର